ତେବେ ଦର୍ଶନ୍ତୁ ଏବେ ଆସିଲା ବଡ଼ ଖୁସି ଖବର। ଯଦି ସୁନା କିଣିବାକୁ ଚାହୁଁଛନ୍ତି ତାହେଲେ ଜଲ୍ଦି ଜଲ୍ଦି କିଣି ନିଅନ୍ତୁ, ନଚେତ୍ ବହୁତ ବଢ଼ିଯିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ କ'ଣ ରହିଛି ଆଜିର ସୁନା ଦର ତାହା ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବେ। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଚ୍ୟାନେଲକୁ ନୂଆ କରି ଆସିଲେ ଏବେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ। ସୁନା ଦର ବଢ଼ି ଚାଲିଥିବା ବେଳେ ଏହି କିଛି ଦିନରେ ଗ୍ରାମ ପିଛା 15,000 ପାର କରିଛି। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି ଏହି ଖବର ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ଆଜିର ସୁନା ଦର। ଗତକାଲି ଅପେକ୍ଷା 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପିଛା 1120 ଟଙ୍କା ହ୍ରାସ ପାଇଛି। ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର କେତେ ରହିଛି। ଆଜି ସର୍ବଭାରତୀୟ ବଜାରରେ 22 କ୍ୟାରେଟ୍ ସୁନାର ମୂଲ୍ୟ 1 ଗ୍ରାମ ପିଛା 14,439 ଟଙ୍କା ରହିଛି। ସେହିପରି 24 କ୍ୟାରେଟ୍ ସୁନାର ମୂଲ୍ୟ ରହିଛି 15,752 ଟଙ୍କା ଓ 18 କ୍ୟାରେଟ୍ର ମୂଲ୍ୟ 11,814 ଟଙ୍କା ରହିଛି। ତେବେ ଦର୍ଶନ୍ତୁ ଆଜି M6 ରୂପାରେ 2,663ର ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ମଧ୍ୟ ଦେଖାଦେଇଛି ଓ ଏହା ଏବେ କିଲୋଗ୍ରାମ ପିଛା 2,69,957ରେ କାରବାର ହେଉଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନାର ମୂଲ୍ୟ 1 ଗ୍ରାମ ପିଛା 14,439 ଟଙ୍କା ରହିଛି। ସେହିପରି 24 କ୍ୟାରେଟ୍ ସୁନାର ମୂଲ୍ୟ ରହିଛି 15,752 ଟଙ୍କା ଓ 18 କ୍ୟାରେଟ୍ର ସୁନାର ମୂଲ୍ୟ ରହିଛି 11,814 ଟଙ୍କା। ଅର୍ଥାତ୍ ଭୁବନେଶ୍ୱରରେ ଆଜି 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 1,57,910 ଟଙ୍କାରେ ବିକ୍ରି ହେଉଥିବା ବେଳେ 22 କ୍ୟାରେଟ୍ ଗୋଲ୍ଡ ପ୍ରାଇସ୍ 1,44,750 ଟଙ୍କାରେ କାରବାର କରୁଛି। ସେହିପରି ରାଜଧାନୀ ଦିଲ୍ଲୀରେ ଆଜି ସୁନା ରୂପା ମୂଲ୍ୟ ବୃଦ୍ଧି ପାଇଛି। 24 କ୍ୟାରେଟ୍ ସୁନାର ପ୍ରତି 10 ଗ୍ରାମ ପାଇଁ 10 ଟଙ୍କା ମହଙ୍ଗା ରହିଛି, ଯେତେବେଳେ 22 କ୍ୟାରେଟ୍ ସୁନାର ଦର 10 ଟଙ୍କା ମଧ୍ୟ ବୃଦ୍ଧି ପାଇବାକୁ ଦେଖିବାକୁ ମିଳୁଛି। ଗତ 2 ଦିନରେ 24 କ୍ୟାରେଟ୍ ସୁନା ପ୍ରତି 10 ଗ୍ରାମ ପାଇଁ ମୋଟ 1,320 ଟଙ୍କା ବୃଦ୍ଧି ପାଇଛି, ଯେତେବେଳେ 22 କ୍ୟାରେଟ୍ ସୁନା ପ୍ରତି 10 ଗ୍ରାମ ପାଇଁ 1,210 ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ଲଗାତାର ଦ୍ୱିତୀୟ ଦିନ ପାଇଁ ରୂପାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। 3 ଦିନ ସ୍ଥିର ରହିବା ପରେ ଗତ 2 ଦିନରେ ଗୋଟିଏ କିଲୋଗ୍ରାମ ରୂପା 15,100 ଟଙ୍କା ମହଙ୍ଗା ହୋଇଥିବା ବଡ଼ ସୂଚନା ରହିଛି।